Hi guys, welcome to my channel. This is ଓଡ଼ିଆ ବ୍ୟାଙ୍କର। ଯେମିତିକି ଆର୍ ଆଇ ଅମିନର ପରୀକ୍ଷା 22 ତାରିଖରୁ ଆରମ୍ଭ ହୋଇଛି ଆଉ ଏକ୍ଜାମରେ ଓଡ଼ିଆ ସେକ୍ସନର ଅବ୍ୟୟ ଆସୁଛି। ତ ଅବ୍ୟୟଟାକୁ ଆମେ ଟିକେ ଡିସ୍କସ୍ କରିଦେବା ସୋ ଦ୍ୟାଟ୍ ଆପଣଙ୍କର ଆଉ ପରୀକ୍ଷାରେ ଡାଉଟ୍ ରହିବନି ହେଲା। ସାରସ୍ୱତ ବହିରେ ଯାହା ବି ଅବ୍ୟୟ ବିଷୟରେ ଅଛି ସେ ବିଷୟକୁ ଆମେ ଟିକେ ଡିସ୍କସ୍ କରିଦେବା ହେଲା। ସେ ବିଷୟକୁ କମ୍ପ୍ଲିଟ୍ ଡିସ୍କସ୍ କରିଦେଲେ ଆପଣଙ୍କର ଆଉ କିଛି ଡାଉଟ୍ ରହିବନି। ଆଉ ଏକ୍ଜାମରେ ଓଡ଼ିଆ ଆସିବ, ଓଡ଼ିଆରେ ଆପଣ ବହୁତ ଇଜି ଯେହେତୁ ଆସୁଛି ଫୁଲ୍ରୁ ଫୁଲ୍ ମାର୍କ ସ୍କୋର୍ କରିବାକୁ ପଡ଼ିବ, ସେଥିରେ ଆଉ କିଛି ଏକ୍ସକ୍ୟୁଜ୍ ଦେଇ ହେବନି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଅବ୍ୟୟ କ'ଣ? ଅବ୍ୟୟ ବିଷୟରେ ପ୍ରଥମେ ଜାଣିବା। କୌଣସି ପ୍ରକାର କାଳାକ୍ଷର ପଦଗୁଡ଼ିକ ପରିବର୍ତ୍ତନ ହୋଇନଥାଏ ଏବଂ ସର୍ବଦା ରୂପ ସମାନ ଥାଏ। ବାକ୍ୟରେ ଯେଉଁ ପଦର ପରିବର୍ତ୍ତନ ହୁଏ ନାହିଁ ତାହା ଅବ୍ୟୟ। ବାକ୍ୟରେ ଯେଉଁ ପଦର ପରିବର୍ତ୍ତନ ହୁଏ ନାହିଁ ସେ ହେଲା ଅବ୍ୟୟ। ଅବ୍ୟୟର ଏକ୍ଜାମ୍ପଲ୍ କ'ଣ ପଚାରିଲେ ଆମେ ଏକ୍ଜାମ୍ପଲ୍ ଦେଇପାରିବା ବିଭିନ୍ନ ଓ, ଏବଂ, ଆଉ, ଆହୁରି, ପୁଣି, ବି, ମଧ୍ୟ, ମାନେ ଇଂଲିଶରେ ଆମେ ଯାହାକୁ କଞ୍ଜଙ୍କ୍ସନ୍ କହୁଛୁ। କଞ୍ଜଙ୍କ୍ସନ୍ ମାନେ ଦୁଇଟା ବାକ୍ୟ ଦୁଇଟା ଜିନିଷକୁ ଯେଉଁଟା ଯୋଡ଼େ ସେ ଲିଟରାଲି ଆପଣ ସେଇଟାକୁ ଅବ୍ୟୟ ବୋଲି କହିପାରିବେ। ବୁଝିଲେ? ଦୁଇଟା ଜିନିଷକୁ ଯିଏ ଯୋଡ଼େ ସେ ହେଲା ଅବ୍ୟୟ। ଦେଖ ଏଇଠି ଲେଖିଛି କେତେ ବଢ଼ିଆ। ବାକ୍ୟରେ ବିଶେଷ୍ୟ, ବିଶେଷଣ, ସର୍ବନାମ ଓ କ୍ରିୟାପଦ, ଲିଙ୍ଗ, ବିଭକ୍ତି, ବଚନ, ପୁରୁଷ କାଳ ଅଛି ରହିଛି। ଯଥା ବିଶେଷ୍ୟ ହେଲା କ'ଣ? ବାକ୍ୟରେ ବିଶେଷ୍ୟ ଗୁଡ଼ାକ କ'ଣ ରହିଛି ଆପଣ କୁହନ୍ତୁ? ବିଶେଷ୍ୟ ବାଳକ, ବାଳକମାନେ, ଯାହା ବି ନାଁ ଗୁଡ଼ାକ। ବିଶେଷଣ କ'ଣ? ସେ ଚତୁର, ସେ ଦୁଷ୍ଟ, ସେ ମୂର୍ଖ। ବିଶେଷଣ ଆମେ ସେ ବିଶେଷ୍ୟ ବିଷୟରେ କିଛି କହୁଛୁ। ସର୍ବନାମ କ'ଣ? ବିଶେଷ୍ୟକୁ ଯେଉଁ ନାଁରେ ଆମେ ଡାକିବା। କ'ଣ ସେଇଟା? ମୁଁ, ଆମ୍ଭେମାନେ, ମୋତେ, ଆମ୍ଭମାନଙ୍କୁ। କ୍ରିୟା କ'ଣ? ଯାଉଛି, ଆସିଲା, ଖାଇଲା, ପିଇଲା, ଏସବୁ ହେଲା କ୍ରିୟା। ବୁଝିଲେ? ତ କମ୍ପ୍ଲିଟ୍ ଏ ବିଷୟରେ ଜାଣିବା। ବାକ୍ୟରେ ଯେଉଁ ପଦର ପରିବର୍ତ୍ତନ ହୁଏନି, କିଛି ବି ପରିବର୍ତ୍ତନ ହେବନି, ସେ ହେଲା ଅବ୍ୟୟ। ବିଶେଷ୍ୟ କ'ଣ ଏଇଠି ମେନସନ୍ କରାଯାଇଛି। ବିଶେଷଣ କ'ଣ ବୁଝିଲେ, ସର୍ବନାମ କ'ଣ ବୁଝିଲେ, କ୍ରିୟା ବି ବୁଝିଲେ। ଚାଲନ୍ତୁ ଅବ୍ୟୟ ଗୁଡ଼ାକର ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥାନ୍ତି ସେଗୁଡ଼ିକର ଟାଇପ୍ସ ଗୁଡ଼ାକ ଆମେ ଦେଖିବା। ଡିଫରେଣ୍ଟ ଟାଇପ୍ସ ଅଫ୍ ଅବ୍ୟୟ ହେଲା। ଡିଫରେଣ୍ଟ ଟାଇପ୍ସ ଅଫ୍ ଅବ୍ୟୟ ଆଉ ଥରେ ଏଇଠି ଦେଖନ୍ତୁ କେତେ ସ୍ପଷ୍ଟରେ ଲେଖିଛି। ଯେଉଁ ପଦମାନେ ଲିଙ୍ଗ, ବିଭକ୍ତି, ବଚନ, ପୁରୁଷ କିମ୍ବା କାଳରେ ପରିବର୍ତ୍ତନ ହୁଅନ୍ତିନି ସେମାନେ ହେଲେ ଅବ୍ୟୟ ହେଲା। ନେକ୍ସଟ ସଂଯୋଜକ ଅବ୍ୟୟ। ସଂଯୋଜକ ଅବ୍ୟୟ କ'ଣ ଚାଲନ୍ତୁ ପଢ଼ିବା। ଯେଉଁ ଅବ୍ୟୟ ଦୁଇ ବା ତତୋଧିକ ପଦକୁ ସଂଯୋଗ କରେ ତାକୁ ସଂଯୋଜକ ଅବ୍ୟୟ କହନ୍ତି। ମାନେ ଦୁଇଟା ପଦକୁ କିମ୍ବା ବାକ୍ୟକୁ ଯିଏ ସଂଯୋଗ କରେ, କଞ୍ଜଙ୍କ୍ସନ୍, ଯିଏ ମିଶାଏ, ଯିଏ ଯୋଡ଼େ, ତାକୁ ଅବ୍ୟୟ ବୋଲି କହିବା। ବୁଝିଲେ? ତାକୁ ସେ ହେଲା ଅବ୍ୟୟ। କେମିତି? ଓ, ଏବଂ, ଆଉ, ଆହୁରି, ପୁଣି, ବି, ମଧ୍ୟ, ଫେରେ, ତଥା, ପୁନଶ୍ଚ, ପୁନର୍ବାର, ଏସବୁ କ'ଣ? ଗୋଟେ ଗୋଟେ ସଂଯୋଜକ ଅବ୍ୟୟ ଯେଉଁଟା ଯୋଡ଼ନ୍ତି। ଦେଖନ୍ତୁ ଏଠି କେତେ ବଢ଼ିଆ ଲେଖିଛି। ବିଧୁ ଓ ସୁଧୁ, ସାଧୁ ଦୁଇ ଭାଇ। ବିଧୁ ଓ ସାଧୁ ଦୁଇ ଭାଇ। ଦେଖିଲେ? ନେକ୍ସଟ ଦେଖନ୍ତୁ ରାମଚନ୍ଦ୍ର ପିତୃସତ୍ୟ ପାଳିଲେ ଏବଂ ବନରେ 14 ବର୍ଷ ବନବାସ କଲେ। ଏଇଠି ଦେଖନ୍ତୁ ବିଦୁ ଗୋଟେ ନାମ, ସୁଧୁ ଗୋଟେ ନାମ। ବିଦୁ ଗୋଟେ ନାମ, ସୁଧୁ ଗୋଟେ ନାମ ହେଲା। ବିଦୁ ଗୋଟେ ନାମ, ସୁଧୁ ଗୋଟେ ନାମ, ଦୁଇ ଜଣଙ୍କୁ ଯୋଡ଼ିଲା ନା ନାହିଁ? ଓ ଯୋଡ଼ିଲା। ଏଇଠି ଦେଖନ୍ତୁ ରାମଚନ୍ଦ୍ର ପିତୃସତ୍ୟ ପାଳିଲେ, ଇଏ ଗୋଟେ ସେଣ୍ଟେନ୍ସ, ଏବଂ ବନରେ 14 ବର୍ଷ ବାସ କଲେ, ଇଏ ବି ଗୋଟେ ସେଣ୍ଟେନ୍ସ। ଏଇ ଦୁଇଟା ବାକ୍ୟକୁ କିଏ ଯୋଡ଼ିଲା? ଏବଂ ଯୋଡ଼ିଲା ନା ନାହିଁ? ଏଇଠି ଏବଂ ଯୋଡ଼ିଲା, ଇଏ ଗୋଟେ ଅବ୍ୟୟ। ଇଏ କ'ଣ? ସଂଯୋଜକ ଅବ୍ୟୟ। ବାପା ସବୁବେଳେ ବହି ଧରି ବସିଥାନ୍ତି ଆଉ କିଛି କରନ୍ତିନି। ବାପା ସବୁବେଳେ ବହି ଧରି ବସିଥାନ୍ତି ଆଉ କିଛି କରନ୍ତିନି। ଆଉ ଏଇଠି କ'ଣ? ସଂଯୋଜକ ଅବ୍ୟୟ। ଶୀତ ହୋଇନାହିଁ, ଆହୁରି ଡେରି ଅଛି। ଶୀତ ହେଉନାହିଁ, ଆହୁରି ଡେରି ଅଛି। ଆହୁରିଟା କ'ଣ? ସଂଯୋଜକ ଅବ୍ୟୟ। ଏବେ ଭୋଜି ଖାଇ ଆସିଲୁ, ପୁଣି ଖାଇବାକୁ ବାହାରିଲୁଣି। ପୁଣିଟା କ'ଣ? ସଂଯୋଜକ ଅବ୍ୟୟ। ବୁଝିଲେ? ଏବେ ଭୋଜି ଖାଇ ଆସିଲୁ ୱାର୍ଡ଼ଟା ଗୋଟେ ସେଣ୍ଟେନ୍ସଟା, ପୁଣି ଖାଇବାକୁ ବାହାରିଲୁଣି ଆଉ ଗୋଟେ ସେଣ୍ଟେନ୍ସକୁ ଯୋଡ଼ିଲା। ତୁମେ ଅନୁରୋଧ କଲେ ବି ମୁଁ ତୁମକୁ କଥା ଶୁଣିବି ନାହିଁ। କଲେ ବି, ବିଟା ସଂଯୋଜକ ଅବ୍ୟୟ। ପିଲାଟି କଠୋର ପରିଶ୍ରମ କଲେ ମଧ୍ୟ ପରୀକ୍ଷାରେ ଫେଲ୍ ହେଲା।
ପିଲା କଠୋର ପରିଶ୍ରମ କଲେ ଗୋଟେ ୱାର୍ଡ଼ ଗୋଟେ ସେଣ୍ଟେନ୍ସ। ତଥାପି ସେମାନେ ପରୀକ୍ଷାରେ ଫେଲ୍ ହେଲେ ସେଣ୍ଟେନ୍ସ। ମିଶେଇଲା ନା ନାହିଁ ମଧ୍ୟ। ମୁଁ ମନା କଲି ସେଣ୍ଟେନ୍ସ। ତୁମେ ମୋ ପାଖକୁ ଆସିଲ ସେଣ୍ଟେନ୍ସ। ମିଶେଇଲା କିଏ? ଫେର୍। ବୁଝିଲେ? ନେକ୍ସଟ ବିଯୋଜକ ଅବ୍ୟୟ କ'ଣ? ଇମ୍ପୋର୍ଟାଣ୍ଟ। ଏବେ କ'ଣ ବିଯୋଜକ ଅବ୍ୟୟ କ'ଣ ପଢ଼ିବା? ଯେଉଁ ଅବ୍ୟୟ ପଦଟି ଦୁଇ ବା ଦୁଇରୁ ଅଧିକ ପଦକୁ ବିଯୋଗ କରେ ତାକୁ ବିଯୋଜକ ଅବ୍ୟୟ କହନ୍ତି। କିନ୍ତୁ, ମାତ୍ର, ତଥାପି, ଅଥଚ, ବା, କିମ୍ବା ଏସବୁ କ'ଣ? ବିଯୋଜକ ଅବ୍ୟୟ। ବୁଝିଲେ? ଦେଶ ସ୍ୱାଧୀନ ହୋଇଛି କିନ୍ତୁ ଲୋକଙ୍କ ଦୁଃଖ ଦୂର ହୋଇନାହିଁ। ଦେଶ ସ୍ୱାଧୀନ ହୋଇଛି ସେଣ୍ଟେନ୍ସ। ଲୋକଙ୍କ ଦୁଃଖ ଦୂର ହୋଇନାହିଁ ସେଣ୍ଟେନ୍ସ। ମାତ୍ର ବୋଥ୍ ଆର୍ କଣ୍ଟ୍ରାଡିକ୍ଟରୀ। ଦେଶ ସ୍ୱାଧୀନତା ହୋଇଛି ହେଲେ ବି ଲୋକଙ୍କର ଦୁଃଖ ଦୂର ହୋଇନାହିଁ। କିନ୍ତୁ ଲୋକଙ୍କର ଦୂର ହୋଇନାହିଁ। କିନ୍ତୁ କ'ଣ? ବିଯୋଜକ ଅବ୍ୟୟ। ସଭାରେ ଅନେକ ଆଲୋଚନା ହେଲା କିନ୍ତୁ ମାତ୍ର ସତ୍ୟ କଥା ବାହାରିଲା ନାହିଁ। ମାନେ ଫାର୍ଷ୍ଟଟା ପଜିଟିଭ୍ ନୋଟ୍ ହେଲେ ବି ସେକେଣ୍ଡଟା ନେଗେଟିଭ୍ ନୋଟ୍ ରହୁଛି। ଏବେ ଔଷଧ ଖାଇଲି କିନ୍ତୁ ଦେହ ଭଲ ହେଉନି। ତଥାପି ଦେହ ଭଲ ହେଉନି। ପରିବାରରେ ସମସ୍ତେ ପିଣ୍ଟୁକୁ ବୁଝାଇଲେ ପରନ୍ତୁ ସେ ଏକଜିଦିଆ ହୋଇ ଛାଡ଼ୁନି। ବର୍ଷା ହେଲା ଅଥଚ ବେଉଷଣ ପାଣି ହେଲାନି। ସ୍ମିତା ଗୀତ ଗାଇବ। ତୁମେ ସ୍ଥାନୀୟ କଲେଜରେ ପଢ଼ିବ କିମ୍ବା ବାହାରକୁ ଯିବ। ବିଯୋଜକ ଅବ୍ୟୟ। ବୁଝିଲେ? ବିଯୋଜକ ଅବ୍ୟୟ ଯେଉଁଟା ଡିଫରେନ୍ସିଏଟ୍ କରୁଛି ପ୍ରଥମ ଲାଇନ୍ରୁ କଣ୍ଟ୍ରାଡିକ୍ଟ ଷ୍ଟେଟମେଣ୍ଟଟା ଦେଉଛି ସେ ହେଲା ବିଯୋଜକ ଅବ୍ୟୟ। ସମୟ ସୂଚକ ଅବ୍ୟୟ। ଯିଏ ଟାଇମ୍କୁ ସୂଚାଏ ସେ ହେଲା ସମୟ ସୂଚକ ଅବ୍ୟୟ। ଅବ୍ୟୟ କାଳ ବା ସମୟକୁ ଯିଏ ଏବେ, କେବେ, ଯେବେ, ସେବେ, ଏହି କ୍ଷଣ, ଅଧୁନା, ସର୍ବତ୍ରା, ସମ୍ପ୍ରତି, ଯେତେବେଳେ, ସେତେବେଳେ, ହଠାତ୍ ଏସବୁ ହେଲେ କାଳ ସୂଚକ ଅବ୍ୟୟ। ସମୟ ସୂଚକ ଅବ୍ୟୟ। ଏବେ ଡାକ୍ତରଙ୍କର ଆସିବା ବେଳ ହୋଇନାହିଁ। ମାନେ ଡାକ୍ତରଙ୍କର ଏବେ ଟାଇମ୍କୁ ସୂଚାଉଛି। ଏହି କ୍ଷଣି ମୁଁ କଟକକୁ ଆସି ଘରେ ପହଞ୍ଚିଲି। ମୁଁ କଟକରୁ ଏବେ ଘରେ ପହଞ୍ଚିଲି। ତା ଅର୍ଥ ସମ୍ପ୍ରତି ଦେଶରେ ବନ୍ୟା ଦେଖାଯାଇଛି। ବର୍ତ୍ତମାନ ଦେଶରେ ବନ୍ୟା ଦେଖାଯାଇଛି। ଚିନ୍ତା ନ କରି ହଠାତ୍ କିଛି କାମ କର ନାହିଁ। ଯେବେ ଯିବାକୁ ହବ ସେବେ ମୁଁ କହିବି। ଏସବୁ କ'ଣ? ସଂଯୋଜକ ଅବ୍ୟୟ। ସମ୍ବୋଧନ ସୂଚକ ଅବ୍ୟୟ। କାହାରିକୁ ଡାକିବା କିମ୍ବା ସମ୍ବୋଧନ କରିବା ପାଇଁ ବ୍ୟବହୃତ ଅବ୍ୟୟକୁ ସମ୍ବୋଧନ ସୂଚକ ଅବ୍ୟୟ କହନ୍ତି। ମାନେ ଯାହାକୁ ତମେ ଡାକିବ, ମାନେ ତାକୁ ଆମେ ଯାହାବି ହେ, ଆହେ, ହୋଇହେ, ରେ, ଆରେ, ଗୋ, ଆଗୋ, ଲୋ, ଆଲୋ, ଆବେ। ହେ ନାରାୟଣ ଭଗବାନଙ୍କୁ ଆମେ ଡାକୁଛୁ। ଆହେ ନୀଳ ଶୈଳ ବୋଲି ଆମେ ଡାକୁଛୁ। ଲୋ ଝିଅ ବୋଲି ଆମେ ଡାକୁଛୁ। ଏସବୁ କ'ଣ? ସମୟ ସୂଚକ ଅବ୍ୟୟ। ଏସବୁ ହେଲେ ଆମର ସମୟ ସୂଚକ ଅବ୍ୟୟ। ସମ୍ଭାବନା ସୂଚକ ଅବ୍ୟୟ। ଯେଉଁ ଅବ୍ୟୟ ସମ୍ଭାବନା ପ୍ରକାଶ କରେ ତାକୁ ସମ୍ଭାବନା ସୂଚକ ଅବ୍ୟୟ କହନ୍ତି। ଯଥା ଯଦି, ଯେବେ, କାଳେ, ଯଦ୍ୟପି। ମାନେ ଯେଉଁଗୁଡ଼ାକ ସମ୍ଭାବନାକୁ ପ୍ରୋବାବିଲିଟିକୁ ସୂଚନା କରେ। ମାନେ ହେଇପାରେ ଯେଉଁଗୁଡ଼ାକ। ସେ ବର୍ଷାରେ ଯଦି ଆସିବ ତାହେଲେ ବଡ଼ ହଇରାଣ ହେବ। ଆଉ ଦିନେ ଅପେକ୍ଷା କର କାଳେ କିଛି ଖବର ଆସିବ। ତୁମେ ଯେବେ ଭଲ ଭାବେ ପଢ଼ିବ ତେବେ ନିଶ୍ଚୟ ପ୍ରଥମ ଶ୍ରେଣୀ ପାଇବ। ଯଦ୍ୟପି ସେ ନାହିଁ କରୁଛନ୍ତି ତଥାପି କିଛି କରିବେ। ଏସବୁ କ'ଣ? ଗୋଟେ ପ୍ରୋବାବିଲିଟିକୁ ସୂଚନା ଦେଉଛି। ସେଗୁଡ଼ାକ ହେଲେ ସମ୍ଭାବନା ସୂଚକ ଅବ୍ୟୟ। ବୁଝିଲେ? ନେକ୍ସଟ ଯେଉଁଟା ଗୋଟେ ପ୍ରୋବାବିଲିଟିକୁ କରୁଛି। ବୁଝିଲେ? ନିଷେଧାର୍ଥକ ଅବ୍ୟୟ। ନା, ନଚେତ୍, ନି। ଯେଉଁ ଅବ୍ୟୟ ଦ୍ୱାରା ନିଷେଧ ବା ବାରଣ ସୂଚନା କରାଯାଏ ସେଟାକୁ ନିଷେଧାର୍ଥକ। ଯେଉଁ ଅବ୍ୟୟ ଦ୍ୱାରା ନିଷେଧ କିମ୍ବା ବାରଣ ସୂଚିତ ହୁଏ ତାକୁ ନିଷେଧାର୍ଥକ ଅବ୍ୟୟ କହନ୍ତି। ହେଲା? ନ କଲା କାମ କର ନାହିଁ। ନ କହିଲେ କୂଳ ଭାସି ଯାଉଛି। ନା, ମୁଁ ସେଠାକୁ ଯିବିନି। ଏସବୁ କ'ଣ? ନେଗେଟିଭ୍ ସେଣ୍ଟେନ୍ସ ଗୁଡ଼ାକ। ପଢ଼ ନଚେତ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା କଷ୍ଟକର ହେବ। ତୁମେ ସେଠାକୁ ନେଗେଟିଭ୍ ସେଣ୍ଟେନ୍ସ ଏଗୁଡ଼ାକ ଯେଉଁଗୁଡ଼ାକ ହେବନି।
ଏଗୁଡ଼ାକ ନେଗେଟିଭ୍ ସେଣ୍ଟେନ୍ସ, ସେଥିପାଇଁ ଏଗୁଡ଼ାକୁ ନିଷେଧାର୍ଥକ ଅବ୍ୟୟ ବୋଲି କୁହାଯାଉଛି। ନ, ନା, ନଚେତ୍, ନି। ଏବେ ଯିବା ହେତୁବୋଧକ ଅବ୍ୟୟ। ହେତୁ, ଏଣୁ, ତେଣୁ, ହେତୁ ବା କାରଣ ପ୍ରକାଶ କରୁଛି ଏଗୁଡ଼ାକ। ଯେଣୁ, ସୁତରାଂ, ଅତେବ, କାହିଁକି ନା। କାଲି ମୋତେ ଜ୍ୱର ହୋଇଥିଲା ତେଣୁ ମୁଁ ସ୍କୁଲ ଯାଇନଥିଲି। କାଲି ମୋତେ ଜ୍ୱର ହେଲା ସେଥିପାଇଁ ମୁଁ ସ୍କୁଲ ଗଲିନି। ଧାନ କଟା ସମୟ ସୁତରାଂ ମୁଁ ଭ୍ରମଣରେ ଯାଇପାରିବି ନାହିଁ। ଧାନ କଟା ହେଉଛି ସେଥିପାଇଁ ମୁଁ ଯାଇପାରୁନି ଭ୍ରମଣରେ। ବିନୋଦ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ କାହିଁକି ନା ସେ ପଢ଼ିବା ବେଳେ ଅନ୍ୟମନସ୍କ ଥିଲା। ବିନୋଦ ଶିକ୍ଷକଙ୍କର ଉତ୍ତର ଦେଇପାରିଲେ ନାହିଁ କାହିଁକି? ଯେହେତୁ ସେ ଅନ୍ୟମନସ୍କ ଥିଲା ହେତୁ। ବର୍ତ୍ତମାନ ସାଦୃଶ୍ୟ ବୋଧକ ଅବ୍ୟୟ। ଯେଉଁ ଅବ୍ୟୟ ସାଦୃଶ୍ୟକୁ ଯଥା, ତଥା, ଯେପରି, ସେପରି, ପ୍ରାୟ, ଏମନ୍ତ, ସେମନ୍ତ, ଯେମନ୍ତ, ଏମିତି, ସେମିତି ମିଶିଯାଏ, ଯଥା ପ୍ରଭାତୀ ତାର ରବି କିରଣେ। ଏକ୍ଜାମ୍ପଲ୍ ଦେଉଛନ୍ତି ସାଦୃଶ୍ୟ, ବୁଝିଲେ? ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ। ଏମିତି ହେବ ବୋଲି ମୁଁ ଆଗରୁ ଅନୁମାନ କରୁଥିଲି। ଲାଇକ୍ୱାଇଜ୍, ନିରୋଧ ପରି ଗୁଣର ପିଲାଟି ଦୁର୍ଲଭ। ବୁଝିଲେ? ଏକ୍ଜାମ୍ପଲ୍ ଦେଉଛନ୍ତି ଲାଇକ୍ୱାଇଜ୍ ଜିନିଷ ଗୁଡ଼ାକ। ପ୍ରାୟ ସବୁ ଲୋକ ନିଜ ସ୍ୱାର୍ଥ ପଛରେ ଧାଇଁଛନ୍ତି। ଏସବୁ କ'ଣ? ସାଦୃଶ୍ୟ ବୋଧକ। ସାଦୃଶ୍ୟ ଏକ୍ଜାମ୍ପଲ୍ ଦେଉଛନ୍ତି, ବୁଝିଲେ? ସାଦୃଶ୍ୟ ବୋଧକ ଏଗୁଡ଼ାକ ସବୁ ଏକ୍ଜାମ୍ପଲ୍ ଦିଆହେଉଛି, ସେଥିପାଇଁ ଏଗୁଡ଼ାକୁ ସାଦୃଶ୍ୟ ବୋଧକ ଅବ୍ୟୟ ବୋଲି କୁହାଯାଏ। ଏକ୍ଜାମ୍ପଲ୍ ହେଲେ ଯେମିତି, ସେମିତି, ଯେମନ୍ତ, ସେମନ୍ତ, ଏପରି, ସେପରି, ଏଗୁଡ଼ା। ବିପ୍ସାର୍ଥକ। ବିପ୍ସାର୍ଥକ ଅବ୍ୟୟ କ'ଣ? ବାରମ୍ବାର, ପୁନଃ ପୁନଃ, ମର୍ମୁ ମର୍ମୁ, ଘନ ଘନ, ଥରକୁ ଥର, ପୁନର୍ବାର, ଆହୁରି, ପୁଣି ପୁଣି, ଲଗାଲଗ। ବାରମ୍ବାର, ବାରମ୍ବାର ସେ ମୋ କଥାରେ କାହିଁ କହୁଛି। ମଧୁମେହ ରୋଗ ମୁହୁର୍ମୁର୍ମୁ ପରିସ୍ରା କରାଏ। ତୁମେ ଥରକୁ ଥର ଏମିତି ଭୁଲ ନାହିଁ। ଲଗାତାର ବର୍ଷା ଲାଗି ରହିଛି। ଲୋକଟା ଏତେ ଖାଇବି ଆହୁରି ମାଗୁଛି। ବୁଝିଲେ? ଯେଉଁଟା ଫାର୍ଷ୍ଟ ୱାର୍ଡ଼ ସେକେଣ୍ଡ ୱାର୍ଡ଼ ମିଶିକି ଥିବ ଆଉ ସେଗୁଡ଼ାକ ରିପିଟ୍ ହେଉଥିବେ, ସେଗୁଡ଼ାକୁ ବିପ୍ସାର୍ଥକ କୁହାଯିବ। ବିସ୍ମୟ ସୂଚକ। ସରପ୍ରାଇଜ୍, ଆହା, ହା, ହାଏ, ଓହ, ଓହୋ, ଆହୋ, ଛି, ସାବାସ୍, ବାହାବା, ଉହୁଁ, ଇହି। ଆହା, ଦୈବ ତା କପାଳକୁ କ'ଣ ଏହା ଲେଖିଥିଲେ? ଏଇଟା ଗୋଟେ। ହେ ରାମ, ହା ରାମ। ଛି, ଏମିତି କହିଛନ୍ତି। ଓଃ, କି ଯନ୍ତ୍ରଣା। ଫିଲିଂସକୁ ବି ଶୋ କରେ। କି ପିଲାଟିଏ ମ, ବାଃ କି ସୁନ୍ଦର ଖେଳ, ସାବାସ୍ ତେନ୍ଦୁଲକର, ସାବାସ୍। ଏଇଠି ବି ବୁଝିଲେ ଏକ୍ସପ୍ରେସ୍ କରୁଛନ୍ତି ଆପଣଙ୍କ ଫିଲିଂକୁ। ବିକଳ୍ପାର୍ଥକ ଅବ୍ୟୟ। ବା, କିମ୍ବା, ଅଥବା, ନତବା, ନଚେତ୍, ନହେଲେ, ଏଇଟା ଆପଣ ଜାଣିଥିବେ। ହେଲା। ବିକଳ୍ପ। ଦେବାନନ୍ଦ ବା ଶିବାନନ୍ଦ କେହି ଜଣେ ଆସିବେ। ତୁମେ ଅବା ତପନ ମୋ ପାଇଁ ପଦେ କହିଥାନ୍ତ। ଧନ କିମ୍ବା ଯୌବନ କେହି ଚିରସ୍ଥାୟୀ ନୁହେଁ। ମାନେ ସେ ତୁମକୁ ଗୋଟେ ଅପସନ୍ ଦେବ। ନଚେତ୍, ଠିକ୍ ସମୟରେ ସ୍କୁଲ ଆସ। ନଚେତ୍, ଏ କାମ କରିବ ଯଦି କର। ନହେଲେ ମୁଁ କରିବିନି। ବିଭକ୍ତି ସୂଚକ। ବିଭକ୍ତିର ସୂଚନା ଦେଉଥିବା ଅବ୍ୟୟ ଗୁଡ଼ାକୁ ବିଭକ୍ତି ସୂଚକ ଅବ୍ୟୟ କହନ୍ତି। ମାନେ, ଗୁଡ଼ିକ, ମାନଙ୍କୁ, ଦ୍ୱାରା, ଠାରୁ ଇତ୍ୟାଦି। କୃଷକମାନେ ଦେଶର ମେରୁଦଣ୍ଡ। ତୁମକୁ ଏହା କରିବାକୁ ହେବ। ବିଭକ୍ତି, ଭିନ୍ନକ୍ଷମ ଲୋକଙ୍କ ଦ୍ୱାରା ଅନେକ ଭଲ କାମ ହୋଇଥାଏ। ଛାତ୍ର ସମାଜ ଠାରୁ, ଏଠି ଲାଗିଛି ମାନେ, କୁ, ଠାରୁ, ଏସବୁ କ'ଣ? ଏସବୁ ହେଲେ ବିଭକ୍ତି ସୂଚକ ଅବ୍ୟୟ। ଏଗୁଡ଼ାକ କ'ଣ? ବିଭକ୍ତିର ସୂଚନା ଦେଉଥିବା ଅବ୍ୟୟ ଗୁଡ଼ାକୁ ବିଭକ୍ତି ସୂଚକ ଅବ୍ୟୟ କହନ୍ତି। କୃଷକମାନେ, ତୁମକୁ, ଛାତ୍ର ସମାଜ ଠାରୁ, ଭିନ୍ନକ୍ଷମ ଲୋକଙ୍କ ଦ୍ୱାରା ଅନେକ ଭଲ କାମ ହୋଇପାରେ। ବୁଝିଲେ? ଏଗୁଡ଼ାକ ହେଲେ ବିଭକ୍ତି ସୂଚକ ଅବ୍ୟୟ। ମାନେ, ଗୁଡ଼ିକ, କୁ, ଏ ଯାକ ମନେ ରଖିବେ। ଦ୍ୱାରା,
ଭିନ୍ନକ୍ଷମ ଲୋକଙ୍କ ଦ୍ୱାରା। ପରିମାଣ ସୂଚକ ଅବୟବ, ଯେଉଁ ଅବୟବ ପରିମାଣର ପ୍ରକାଶ କରିଥାଏ ତାକୁ ଏତେ, ଯେତେ, ସେତେ, ତୁ ଯେତେ ମାଠିବୁ ମାଠ, ମୁଁ ସେଇ ଦରପଡ଼ା କାଠ, ତୁଚ୍ଛାକୁ ଏତେ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ, ଯେତିକି ପାଇଲ ସେତିକି ଯଥେଷ୍ଟ, ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ୟା ପରେ କ'ଣ? ସମ୍ମତି ସୂଚକ, ଯେଉଁ ଅବୟବ ଦ୍ୱାରା ସମ୍ମତି, ହଁ ଆଜ୍ଞା, ହଁ, ଅବଶ୍ୟ, ନିଶ୍ଚୟ, ସିନା, ମାନେ ଯେଉଁଠି କନଫର୍ମେସନ୍ ଦେଉଛ। ମୋର ସବୁ କଥାରେ ତୁମେ ହଁ କରୁଛ କି ନାହିଁ? ଗୋପାଳ ଏଠିକି ଆସ। ଆଜ୍ଞା ଯାଉଛି। ଆପଣ ଯେତେବେଳେ କହୁଛନ୍ତି ଅବଶ୍ୟ ମୋତେ ଯିବାକୁ ହେବ। ଘରକୁ ସୁନ୍ଦର ସିନା ଘରଣୀ ଥିଲେ। ଏଯାକ କ'ଣ? କନଫର୍ମେସନ୍ ଦେଉଛ, ରିଆକ୍ଟିଭ, ତୁମେ କହୁଛ ହଁ ବୋଲି ସେଇ ଜିନିଷ। ନେକ୍ସଟ ପ୍ରଶ୍ନ ସୂଚକ, କି, କ'ଣ, ଏ ବିଷୟରେ ମୁଁ କହିବିନି। ପାଣିପାଗ ବିଷୟରେ କୋଶ୍ଚିନ୍ ଏଇଟା। ତୁମ ଦୂରଦର୍ଶନରେ ଦେଖିଛ କି? ବାପି ତୁମେ ଦିଲ୍ଲୀ ଯିବୁ ଟିକେ? ତୁ ପରା ପୁରୀ ଯିବୁ? ଭିକାରୀକୁ ଭିକ ମୁଠେ ଦେଉଛ ତ? ଏସବୁ କୋଶ୍ଚିନ୍। କ୍ରମବୋଧକ, କ୍ରମେ କ୍ରମେ, ଧୀରେ ଧୀରେ, ଆସ୍ତେ ଆସ୍ତେ, ମନ୍ଦ ମନ୍ଦ, କ୍ରମ ବୁଝାଏ। କ୍ରମବୋଧକ କେମିତି ଗଲା? ଧୀରେ ଧୀରେ ଗଲା। ଏତଟା ବସ୍ ଶଗଡ଼ ଗାଡ଼ି ପରି ଆସ୍ତେ ଆସ୍ତେ ଚାଲିଛି। ମଳୟ ମରୁତ ମନ୍ଦ ମନ୍ଦ ବହୁଛି। ଧୀରେ ଧୀରେ ଧୀରେନ୍ଦ୍ର ଆସୁଛି। କେଉଁ ଟାଇପ୍ର? କ୍ରମବୋଧକ, ସେ କେମିତି ଯାଉଛି? କ୍ରମେ କ୍ରମେ, ଧୀରେ ଧୀରେ, ଆସ୍ତେ ଆସ୍ତେ, ମନ୍ଦ ମନ୍ଦ। ଶବ୍ଦାନୁକାରୀ, ୱାର୍ଡ ସାଉଣ୍ଡ ବେସିସ୍ରେ। ମଡ୍ ମଡ୍, ଧଡ଼ ଧଡ଼, ଖଡ଼ ଖଡ଼, ମଟ୍ ମଟ୍, କଟ୍ କଟ୍, ଫଟ୍ ଫଟ୍। ଗଛଟି ମଡ଼ ମଡ଼ କରି ଭାଙ୍ଗିଲା। ଗାଡ଼ିଟି ଫଟ୍ ଫଟ୍ କରି ଶବ୍ଦ କରି ଚାଲିଛି। ବନ୍ୟା ପାଣି ଘୁ 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 ଶବ୍ଦ କରି ଚାଲିଛି। ଏସବୁ ହେଲେ ଶବ୍ଦାନୁକାରୀ ଅବୟବ। ଆଳଙ୍କାରିକ ଅବୟବ, ଯଥା, ତ, ଆଚ୍ଛା, ଯେ, ଟି, ମ, ପରା। ତୁମେ ଯିବ ଯେ କଥାଟା କିନ୍ତୁ ଭଲ ହବନି। ଅଳ୍ପ ଅଳ୍ପ କହୁଥିବ ବୋଲି ହୁଁଟି। ନୂଆ ବହିଟି ନେଇକି ଗାଧେଇ ଯିବୁ ନାହିଁଟି? କି ସୁନ୍ଦର କଥା କହୁଛ ମ, ଭାରି ବଢ଼ିଆ କଥା କହୁଛ ତ। ଏସବୁ ହେଲେ ତ, ଟି, ଏସବୁ ଲାଗିଲେ କ'ଣ? ଆଳଙ୍କାରିକ ଅବୟବ। ପଦ୍ୱନୟୀ ଅବୟବ, ବିନା, ଯେଉଁ ଅବୟବ ପଦ ଦ୍ୱାରା ବିଶେଷ୍ୟ ପଦ ବିଭକ୍ତି ଯୁକ୍ତ ହୁଏ ଏବଂ ବିଶେଷ୍ୟ ପଦ ସହ ଅବୟବ ପଦର ଅନ୍ୱୟ ସମ୍ପର୍କ ଥାଏ ତାକୁ। ତୁମ୍ଭ ବିନା ମୋର ଗତି ନାହିଁ। ଉଦ୍ଯାନ ସହ ଅମ୍ଳଜାନର ସଂଯୋଗ। ବ୍ୟକ୍ତି ଅପେକ୍ଷା ଡାଇରେକ୍ଟ ବିଭକ୍ତି ସାଙ୍ଗେ ବିଶେଷ୍ୟ ସାଙ୍ଗେ ଲାଗିନି। ତୁମ୍ଭ ବିନା। ଧର୍ମ ନିମିତ୍ତ, ପିତାମାତାଙ୍କ ପରି। ଏଇଟା ଗୁଡ଼ା କ'ଣ? ବିଶେଷ୍ୟ ପଦ ପରେ ଇମିଡ଼ିଏଟଲି ଅଛି। ସେଗୁଡ଼ାକୁ କ'ଣ କହନ୍ତି? ପଦ୍ୱନୟୀ ଅବୟବ। ବିନା, ପ୍ରତି, ସହ, ଅପେକ୍ଷା, ନିମିତ୍ତ, ଛଡ଼ା, ତୁଲ୍ୟ, ପରି। ଏଗୁଡ଼ିକ ହେଲେ ପଦ୍ୱନୟୀ ଅବୟବ। ନେକ୍ସଟ ପଦ ବିକାରୀ ବା ନିରର୍ଥକ ଅବୟବ, ଯେଉଁ ପଦ ବିକୃତ ଅବସ୍ଥାରେ ମୂଳ ପଦ ସହିତ ଯୋଡ଼ିଯାଏ, ଅର୍ଥହୀନ ହୋଇଥାଏ, ତାକୁ ଫମି, ଝିଲା, ବାକର, ବାକିରି, ଷାଠ, କଟା, ହକା। ତୁମ୍ଭର ଏଇ ଜମି ଫମି କଥା ମୁଁ ବୁଝିପାରୁନି। ଜମି ଫମି। ପିଲା ଝିଲା, ଧନୀ ଲୋକଙ୍କର ଚାକର, ବାକର। କ'ଣ ଅର୍ଥ ଅଛି ବାକରର? ଫମିର କ'ଣ ଅର୍ଥ ଅଛି? ଝିଲାର କ'ଣ ଅର୍ଥ ଅଛି? ଏଇଟା ଗୋଟେ ଫ୍ଲୋରେ ଆମେ କହିଦେଉଛୁ। ସେଇଟା କ'ଣ କହନ୍ତି? ପଦ ବିକାରୀ ନିରର୍ଥକ ଅବୟବ, ତାର କିଛି ଭ୍ୟାଲ୍ୟୁ ନାହିଁ। ହକା, ହାକ୍ରା, ଏଇସବୁ। ପାଠ ଷାଠ, ମୋଟା ସୋଟା, ଡକା ବାଛ ବିଛା, ଗାଁ ଗଣ୍ଡା, ଗଛ ଫଛ, ଏସବୁ କିଛି ଭ୍ୟାଲ୍ୟୁ ନାହିଁ। ଏବେ ଯିବାରେ ନେକ୍ସଟ ଉପସର୍ଗ ଅବୟବ, ପ୍ର, ପରା, ଅପ୍। ଉପସର୍ଗ ଗୁଡ଼ା ଉତ୍, ପରି, ଅପି, ଯେଉଁଗୁଡ଼ାକୁ ଉପସର୍ଗ ଲାଗିଛି, ବୁଝିଲେ, ଏଗୁଡ଼ାକୁ ଉପସର୍ଗ ଅବୟବ କୁହାଯାଏ। ଏହା 20ଟି ଉପସର୍ଗକୁ କୁହାଯାଏ। ଆମର ଯେଉଁ 20ଟି ଉପସର୍ଗ ଅଛି ସେଗୁଡ଼ାକ ଯେତେବେଳେ ଲାଗିବ ସେଗୁଡ଼ାକ ଆମେ ଉପସର୍ଗ ଅବୟବ ବୋଲି କହିବା। ତ ଇଏ ଥିଲା ଆପଣଙ୍କର ଅବୟବର କମ୍ପ୍ଲିଟ୍ ଡିସ୍କସନ୍। ହୋପଫୁଲି ଭିଡ଼ିଓଟା ଆପଣଙ୍କର କିଛି ତ କାମରେ ଆସିବ। ଆଉ ସାଙ୍ଗସାଥିରେ ଭିଡ଼ିଓଟାକୁ ସେୟାର କରନ୍ତୁ। ଫର୍ ମୋର୍ ସଚ୍ ଇନଫର୍ମେସନ୍ ଗାଇସ୍, ଫଲୋ ଦି ଓଡ଼ିଆ ବ୍ୟାଙ୍କର।